ଆସନ୍ତୁ ଧ୍ୟାନ କରିବା ଆଜିର ସପ୍ତମ ବାଣୀ ଅର୍ଥାତ୍ ଶେଷ ବାଣୀ ଲୋକଲିଖିତ ସୁସମାଚାର 23 ଅଧ୍ୟାୟର 46 ପଦ। ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣର ଆତ୍ମା ସମର୍ପଣ କରୁଅଛି। ଏହା କହି ସେ ପ୍ରାଣ ତ୍ୟାଗ କଲେ। ପ୍ରଭୁ ପଠିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏକ୍ସପ୍ଲେନେସନ୍ ଗୋଟେ ଅଛି, ବ୍ରିଫ୍ ଏକ୍ସପ୍ଲେନେସନ୍ ଗୋଟେ ଅଛି। ଆଜି କମ୍ ସମୟ ଭିତରେ ବ୍ରିଫ୍ ଏକ୍ସପ୍ଲେନେସନ୍ କୁ ଆମେ ଦେଖିବା। ଯେତେ ଆମର ଅଧଘଣ୍ଟା କି 40 ମିନିଟର ବାକ୍ୟ ଥିଲା ତାକୁ 10 ମିନିଟରେ ଆମେ ସାରିବା, କିନ୍ତୁ ଟିକେ ପ୍ରେଜେନ୍ସ ଅଫ ମାଇଣ୍ଡ ରହୁଛି। କାହିଁକି ପ୍ରଭୁ କହିଲେ ଯେ ହେ ପିତା, ମୁଁ ମୋର ଆତ୍ମାକୁ ସେଟା କି ସମର୍ପଣ କରୁଅଛି। এই ଡ୍ରାମା କାହିଁକି ପ୍ରଭୁ କଲେ? ଡ୍ରାମା ବୋଲେ এটা ବିପରୀତ ଶବ୍ଦ ନୁହଁ, ଟିକେ ଧ୍ୟାନ ଦିଅନ୍ତୁ। କୃଷରେ ରହି ଆମଙ୍କର ତୃତୀୟ ପରିତ୍ରାଣକର୍ତ୍ତା ପ୍ରଭୁ এই ପଦ୍ଧତିକୁ କାହିଁକି ଆପଣାର କଲେ? କାରଣ ପ୍ରିୟ ବାପା ମା ଭାଇ ଭଉଣୀମାନେ, ଲେଖାଯାଏ ଏବ୍ରିୟମାନଙ୍କ ଚିଠାରେ 12 ଅଧ୍ୟାୟର 9 ପଦରେ ସେଠି ଏଭଳି ଏକ ସ୍ୱତନ୍ତ୍ର କଥା ବର୍ଣ୍ଣନା କରାଯାଇଛି ଯେ ପିତା ଈଶ୍ୱର ଆତ୍ମା ମାନଙ୍କର ପିତା ଅଟନ୍ତି। ହାଲେଲୁୟା। ଯେତେ ଆତ୍ମା ତାଙ୍କ ଦ୍ୱାରା ପ୍ରେରିତ, ଯେତେ ଆତ୍ମା ତାଙ୍କ ଦ୍ୱାରା ନିର୍ମିତ, ଯେତେ ଆତ୍ମା ତାଙ୍କ ନିଶ୍ୱାସରେ ନିର୍ମିତ, ବର୍ଣ୍ଣନା କରିବି ନାହିଁ, ଖାଲି ଏଗୁଡ଼ାକ ମୁଁ କହି ଛୁଇଁ ଯେତେ ଆତ୍ମା ପରମେଶ୍ୱରଙ୍କ ନିଶ୍ୱାସରେ ନିର୍ମିତ, ସେ ସବୁ ଆତ୍ମାର ପିତା ପରମେଶ୍ୱର ଅଟନ୍ତି। ତେଣୁ ବୋଧେ ଆଇବ କିମ୍ବା ଆପଣଙ୍କର ଉପଦେଶରେ ଲେଖା ଅଛି, ଆତ୍ମା ଦାତାଙ୍କ ନିକଟକୁ ଚାଲି ଯାଏ, ସେଇଠି ପରମେଶ୍ୱର ସଂରକ୍ଷଣ କରନ୍ତି। କାରଣ ପ୍ରିୟ ବାପା ମା ଭାଇ ଭଉଣୀମାନେ, এইটি ଯୋଉ ଆତ୍ମା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ମୁଁ ତୁମ ହସ୍ତରେ ତୁମ ନିକଟରେ ତୁମଠାରେ ସମର୍ପଣ କରୁଅଛି, ଗ୍ରୀକ୍ ଶବ୍ଦରେ ତାକୁ ବ୍ୟବହାର କରାଯାଉଛି ନୁମା। କଣ? ନୁମାର ଲାଟିନ୍ ଶବ୍ଦ ହେଉଛି ସ୍ପିରିଟୁସ୍। ଇଂରାଜୀରେ ତାକୁ ସ୍ପିରିଟ୍ ବୋଲି ବ୍ୟବହାର କରାଯାଉଛି। ତେଣୁ ଏହି ଆତ୍ମା ଆଜି ସମର୍ପଣ କଲେ, କିନ୍ତୁ ଦିନେ ଏହି ଆତ୍ମାରେ ସେ କାର୍ଯ୍ୟ ମଧ୍ୟ କରିବେ ଆସନ୍ତା ଦିନମାନଙ୍କରେ। ଯେତେବେଳେ ସେ କୃଷି ମୃତ୍ୟୁ ଭୋଗ କଲେ, ପ୍ରିୟ ବାପା ମା ଭାଇ ଭଉଣୀମାନେ, ଏବଂ ଆତ୍ମା ପରମେଶ୍ୱରଙ୍କ ନିକଟରେ, ଅର୍ଥାତ୍ ଆମ ଲାଙ୍ଗୁଏଜରେ ଆମେ ଯେତେବେଳେ ଜାଣୁଛୁ ପିତାଙ୍କ ନିକଟରେ ସମର୍ପଣ କଲେ, ଆତ୍ମା ସମର୍ପଣ କରିବା ପରେ ଆଉ ଥରେ ଆତ୍ମାରେ ସେ ପୂର୍ଣ୍ଣ ହେବାକୁ ଯାଉଛି। ହାଲେଲୁୟା। ବୋଲେ ସମସ୍ତେ ଆଉ ଥରେ ଆତ୍ମା କେମିତି ପୂର୍ଣ୍ଣ ହେବେ? ସେ ଦ୍ୱିତୀୟ ତେସଲୋନିକୀୟ 2 ପର୍ବର 8 ପଦ ଟିକେ ଅଧ୍ୟୟନ କରନ୍ତୁ ଜଲ୍ଦି। ଦ୍ୱିତୀୟ ତେସଲୋନିକୀୟ 2 ପର୍ବର 8 ପଦ। ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ଧ୍ୟାନ ଦିଅନ୍ତୁ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସରେ ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ସେ ବିନାଶ କରିବେ। କାହାକୁ କରିବେ? ଅଧର୍ମର ପୁରୁଷକୁ। ଇତିହାସ ଦୃଷ୍ଟିକୋଣରୁ ଏହି ଅଧର୍ମର ପୁରୁଷ ଆଣ୍ଟି କ୍ରାଇଷ୍ଟ ବୋଲି କୁହାଯାଏ। ଅନ୍ୟ ଅର୍ଥରେ, ଫିଜିକାଲ ଅର୍ଥରେ ଏହି ଅଧର୍ମର ପୁରୁଷ ପୋପ ବୋଲି ମଧ୍ୟ କୁହାଯାଉଛି। ଏହି ଅଧର୍ମର ପୁରୁଷକୁ ପ୍ରିୟ ବାପା ମା ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ମୁଖର ନିଶ୍ୱାସରେ ବିନାଶ କରିବେ। ଏ ମୁଖର ନିଶ୍ୱାସ ଯୋଉଟା ଅଛି, ଛାଡିବାଟା ନେବାଟା ନାହିଁ। ଏ ମୁଖର ନିଶ୍ୱାସ କୁ ଇଂରାଜୀରେ ସ୍ପିରିଟ୍ ଶବ୍ଦ ବ୍ୟବହାର କରାଯାଇଛି, ଗ୍ରୀକ୍ ରେ ନିଉମା ଶବ୍ଦ ବ୍ୟବହାର କରାଯାଇଛି। ଅର୍ଥାତ୍ ସେ ନିଶ୍ୱାସ ଛାଡ଼ିବେ, ଆତ୍ମା ବାହାରିବ, ଆଉ ଭଣ୍ଡ ଖ୍ରୀଷ୍ଟକୁ ତତ୍କ୍ଷଣାତ୍ ବିନାଶ କରିବ। କୋଉ ଭଣ୍ଡ ଖ୍ରୀଷ୍ଟକୁ ବିନାଶ କରିବ? ନବଦୀକ।
শয়তানের শক্তি অনুসারে এটা দিকে ধ্যান দিয়ে শুনতো বাইবেল দেখন্তু শয়তানের শক্তি অনুসারে সমস্ত প্রকার মিথ্যা শক্তি চিহ্ন ও অদ্ভুত কর্ম পুনি বিনাশ পাত্র ମାନଙ୍କ নিকটରେ সমস্ত প্রকার অধর্মর ছলনা সহকারে সেই অধর্ম পুরুষর আগমন ହେବ। প্রিয় বাবা মা ভাই ভଉଣୀ ମାନେ ମନୁଷ୍ୟ ଲୋକମାନେ ଖ୍ରୀଷ୍ଟୀୟ ସମାଜ ଅନେକ ସେବକ ମାନେ ମଣ୍ଡଳୀ ମାନେ ସେଇ ଅଧର୍ମ ପୁରୁଷକୁ ଚିହ୍ନି ପାରିବେ ନାହିଁ କାରଣ ଯୋଉମାନେ ବିନାଶ ପାଇବାର ଅଛି ସେମାନଙ୍କୁ ସେ ବିନାଶ କରିବ ଆଉ ସେମାନେ ହିଁ ଏ ଅଧର୍ମ ପୁରୁଷକୁ ପ୍ରଭୁ ଲୋକ ବୋଲି ବିଶ୍ୱାସ କରନ୍ତି। ପ୍ରଭୁର ଲୋକ ବୋଲି ବିଶ୍ୱାସ କରିବେ। ସେ ଚିହ୍ନ ପ୍ରକାଶ କରିବ, ସେ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କରିବ। ଶେଷ କାଳରେ ପ୍ରଭୁଙ୍କ ଲୋକମାନେ ଆଉ ଆଶ୍ଚର୍ଯ୍ୟ କର୍ମ ପ୍ରଭୁ ତାଙ୍କ ଦ୍ୱାରା କରିବେ ନାହିଁ, ପାଳକ ଦ୍ୱାରା ଆଶ୍ଚର୍ଯ୍ୟ କର୍ମ କରିବେ ନାହିଁ, ପ୍ରଚାରକ ଦ୍ୱାରା ଆଶ୍ଚର୍ଯ୍ୟ କର୍ମ କରିବେ ନାହିଁ, ମଣ୍ଡଳୀ ଦ୍ୱାରା ଆଶ୍ଚର୍ଯ୍ୟ କର୍ମ କରିବେ ନାହିଁ। ମଣ୍ଡଳୀ ଯାଇ ପ୍ରାର୍ଥନା କରୁଥିଲେ ମଧ୍ୟ ଜ୍ୱର ଛାଡ଼ିବ ନାହିଁ, ଆରୋଗ୍ୟ ହେବ ନାହିଁ, କିଛି ହେବ ନାହିଁ। ଏମିତି ଟାଇମ୍ ଗୋଟେ ଆସୁଛି କିନ୍ତୁ ସେ ଆରୋଗ୍ୟ କରିବ, ସେ ଚିହ୍ନ ଦେଖେଇବ। ପ୍ରକୃତ ପାଳକକୁ ଲୋକ ଛାଡ଼ିଦେବେ, ପ୍ରକୃତ ପ୍ରଚାରକକୁ ବିଶ୍ୱାସ କରିବେ ନାହିଁ ଆଉ ଅନ୍ଧକାରର ଶକ୍ତି ବିନାଶର ଅଧର୍ମ ପୁରୁଷକୁ ଶେଷ ସମୟରେ ଲୋକ ବିଶ୍ୱାସ କରିବେ। କିନ୍ତୁ ପ୍ରଭୁଙ୍କର ଗୌରବ ସେ ଏଭଳି ଛଳନା ଲୋକ ହେଲେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ଦ୍ୱିତୀୟ ଆଗମନ ଦ୍ୱାରା ଆପଣାର ନିଶ୍ୱାସ ଦ୍ୱାରା ତାକୁ ଯେ ବିନାଶ ହାଲେଲୁୟା ହାଲେଲୁୟା। ତେବେ କେଉଁ ଆତ୍ମାରେ ଯୀଶୁ ପୂର୍ଣ୍ଣ ଥିଲେ ଯେ କହିଲେ ହେ ପିତା ମୁଁ ମୋର ଆତ୍ମା ତୁମଠାରେ ସମର୍ପଣ କରୁଛି? ବଡ଼ ପ୍ରଶ୍ନ। କୋଉ ଆତ୍ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୂର୍ଣ୍ଣ ଥିଲେ ଯେ ଆଉ କହିଲେ ହେ ପିତା ମୋର ଆତ୍ମା ମୁଁ ତୁମ ହସ୍ତରେ ତୁମଠାରେ ସମର୍ପଣ କରୁଅଛି? ଟିକେ ପଢିବେ ପ୍ରକାଶିତ ବାକ୍ୟ 1 ଅଧ୍ୟାୟର 4 ପଦ। ବହୁତ ଲମ୍ବା ଚौड़ा ଡିସ୍କସନ ଥିଲା କିନ୍ତୁ ସର୍ଟ କରୁଛି। ଯୋଉନ ଆସିଆସ୍ତ ସପ୍ତମଣ୍ଡଳୀ ନିକଟକୁ ଲେଖୁଅଛି ଯେ ବର୍ତ୍ତମାନ ଭୂତ ଓ ଭବିଷ୍ୟତ ତାହାଙ୍କ ଠାରୁ ତାହାଙ୍କ ସିଂହାସନ ସମ୍ମୁଖରୁ ସପ୍ତ ଆତ୍ମାଙ୍କ ଠାରୁ ସେଠି ଦରକାର। ସପ୍ତ ଆତ୍ମା କୋଉଠି ଅଛନ୍ତି? କୋଉଠି ଅଛନ୍ତି? ସିଂହାସନ ସମ୍ମୁଖରେ ଅଛନ୍ତି। ଧ୍ୟାନ ଦିଅନ୍ତୁ। ଲାଷ୍ଟ ଟାଇମ୍ ଲାଷ୍ଟ ମେସେଜ କମ ସମୟ ଭିତରେ ସେ ସପ୍ତ ଆତ୍ମାକୁ ଯୋଉମାନେ ଦର୍ଶନ କରୁଛନ୍ତି। ପ୍ରିୟ ବାବା ମା ଭାଇ ଭଉଣୀ ମାନେ ସେଇ ଆତ୍ମା ଯୋଉ ଆତ୍ମା ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କ ନିକଟରେ ସମର୍ପଣ କଲେ। ଆମେ ଜାଣିନୁ ସେ କେତେ ପ୍ରକାର ଆତ୍ମା ଥିଲେ କିନ୍ତୁ ସାଧାରଣ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ କଥା କହିଲେ ହେ ପିତା ମୋର ଆତ୍ମା ମୁଁ ତୁମ ନିକଟରେ ସମର୍ପଣ କରୁଛି। କିନ୍ତୁ ପ୍ରକାଶିତ ବାକ୍ୟ ପ୍ରକାଶ କରୁଛି ସେହି ସିଂହାସନ ସମ୍ମୁଖରେ ସପ୍ତ ଆତ୍ମାକୁ ସିଏ ଦେଖୁଛନ୍ତି। ଏ ସପ୍ତ ଆତ୍ମା କିଏ? ଟିକେ ଜଲ୍ଦି ଆମେ ଯିବା। ଯିଶାୟ 11 ପର୍ବର 2 ପଦ ବିବର୍ତ୍ତନ କର ଯେତେ ଜଲ୍ଦି ପାଇବ। ଟିକେ ଝିଅ। ପ୍ରଥମ ସଦା ପ୍ରଭୁଙ୍କର ଆତ୍ମା ନମ୍ବର 1 କେତେ ଆତ୍ମା ହେଲା? ହ୍ୟାଲୋ ଅଛନ୍ତି କି? ଅଛନ୍ତି କି? ଜୋରେ ଅଛନ୍ତି? ହ୍ୟାଲୋ ସଦା ପ୍ରଭୁଙ୍କର ଆତ୍ମା 1 ତାପରେ ହଁ 3 5 ସାତଟା ଆତ୍ମା କାହାକୁ ଦିଆଯାଇଥିଲା? ତାହାଙ୍କ ଠାରେ ଅଧିଷ୍ଠାନ କରିବ। ଯିଶୟର ଗଣ୍ଠିରୁ ଯୋଉ ପଲବ ଉତ୍ପନ୍ନ ହେବ। ପ୍ରିୟ ବାବା ମା ଭାଇ ଭଉଣୀ ମାନେ ସବୁବେଳେ ଆମେ ଖ୍ରୀଷ୍ଟ ଜନ୍ମ ଉତ୍ସବରେ ଏହି ବାକ୍ୟକୁ ଅଧ୍ୟୟନ କରୁଛୁ। ଏଭଳି ଜଣେ ଲୋକ ଜନ୍ମ ହେବ ଯାହାଙ୍କ ଠାରେ ପରମେଶ୍ୱରଙ୍କ ଦତ୍ତ ଆଉ ପରମେଶ୍ୱରଙ୍କ ଆତ୍ମା 7 ପ୍ରକାର ଆତ୍ମା ଗୋଟିଏ ବାଳକକୁ ଅଧିଷ୍ଠାନ କରିବ। बोले सुसी की हालेलुया हालेलुया। अर्थ यीशुଙ୍କ ଠାରେ ଏ 7 ପ୍ରକାର ଆତ୍ମା ପରମେଶ୍ୱର ଅଧିଷ୍ଠାନ କରେଇଥିଲେ ବୋଲି ଆମକୁ ବାଇବେଲ ପ୍ରମାଣ ଦଉଛି। ହେଲେ
एब्री भाषा रे एही शब्द को रुआक बोली कहउछि की कहबे एब्री भाषा रे कोन रुआक ग्रीक भाषा रे न्यूमा ए रुआक एटा जेतु पुरातन नियम एब्री भाषा नूतन नियम ग्रीक भाषा एब्री भाषा रो रुआक रो जो अर्थ आ आपनकर नूतन नियम ग्रीक भाषा रो न्यूमा रो से गोटे अर्थ सेटा होची आत्मा आ सातटा आत्मा प्रभु यीशु ख्रीष्ट को परमेश्वर अधिष्ठान करैथिले तेनु लोक लिखित 2:46 पदरे से एई कथा कोन दिबिदा मु तुम निकटरे मोर आत्मा को समर्पण करूछि तेबे आमे केंती जागला जे एई आत्मा समर्पण कला परे एबे कोन संपर्क अछि विश्वासी मंडली सहित प्रभु आत्मा तो यीशु आत्मा तो से पिता को देई देले आ मंडली सहित संपर्क कोन बहुत गुरुत्वपूर्ण कथा प्रकाशित वाक्य 5 पर्वर 6 पद शेष पद एटा ध्यान देंतु सेते बेले मु देखि सिंहासन चारि प्राणी ओ प्राचीन मानक मध्यस्थल रे ए विश्वसापक ठिया होय अछंती सिए हत होला परि देखा जाय अछंती ताहाकर शब्द सुनो ओ शब्द चक्षु सेई शब्द चक्षु समुदाय पृथ्वी रे प्रेरित ईश्वरଙ୍କର ଶବ୍ଦ ଆତ୍ମା ଅଟେ ହାଲେଲୁୟା ପ୍ରଭୁ ସାତଟା ଆତ୍ମାରେ ଯୀଶୁଙ୍କୁ ପୂର୍ଣ୍ଣ କରିଥିଲେ ସେଇ ଆତ୍ମାଙ୍କୁ ପ୍ରଭୁଙ୍କ ନିକଟରେ ପୁନର୍ବାର ସମର୍ପଣ କଲେ ପୁଣି ଆମେ ପ୍ରକାଶିତ ବାକ୍ୟ 1:4 ପଦରେ ଦେଖୁଛୁ ସେଇ ଆତ୍ମା ସିଂହାସନର ସମ୍ମୁଖରେ ଅବସ୍ଥିତ ଏବେ 5:6 ପଦରେ ମଧ୍ୟ ଦେଖୁଛୁ ଯେ ସେଇ ଆତ୍ମା ଆଉ ସିଂହାସନ ସମ୍ମୁଖରେ ଥିଲା କିନ୍ତୁ ପରମେଶ୍ୱରଙ୍କ द्वारा एबे से स्वर्गारोहण कला परे स्वर्ग आत्मा समर्पण कला परे सेही आत्मा को पुनर्बार परमेश्वर पृथ्वी को प्रेरण करिसथि एबे भी सेही आत्मा कार्य साधन करूछि केंती करूछि ए आत्मा केंती करूछि तेरो बेले बेले आत्मा में पाइछु बोली डिमांड करि वाला को सावधान आत्मा रे पूर्ण हेछु बोली कोइ वाला को हमें सावधान कारण आत्मा प्राप्त होबा अन्य अर्थरे कहबा को गले जो आत्मा यीशु पाइथिले सेही आत्मा एबर मंडली रो लोक माने मध्य पांती एते सहज न केति पाइ शेष बोल गोटे बोल हो कि गोटे बोल जोहन 16 पर्वर 7 पद किंतु मु तुमମାନଙ୍କୁ ସତ୍ୟ କହୁଛି ଧ୍ୟାନ ଦିଅନ୍ତୁ ଗୋଟିଏ ବାଇବଲର ଶବ୍ଦକୁ ଧ୍ୟାନ ଦିଅନ୍ତୁ କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଛି ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ मात्र मु गले ताहाको तुमମାନଙ୍କ निकटକୁ पठाई के पठेबे यीशु पठेबे बोले सुनो से कि हेले काहा को पठेबे आमे साधारण भावे कोन भाबुछु पवित्र आत्मा को पठेबे राइट सेले किछि भूल नै पवित्र आत्मा को पठेबे यार यीशु जाउछुंती आत्मा प्रभु को देई दउछुंती कोनी कहउछुंती मु गले पठेबी ए भयंकर ड्रामा टिके देखंतु केते सुपर प्लान परमेश्वर से जोड़े त्रित्व परमेश्वर भार वहन करुचंदी से ईश्वर हेले राजा मानक राजा हेले प्रभु मानक प्रभु हेले मानव जाति निमंते ताकर प्रेम एभली महान होला जे आपना को शून्य करी ईश्वर हेले मनुष्य रूप धारण कले हालेलुया तेनु कहले मु कला परे आत्मा को अर्थात पवित्र आत्मा को का पाक को पठेई बोली कहले तुमको मानक निकट को पठेबे के पठेबे यीशु पठेबे 14 पर्वर 26 पद के पढतु जो किंतु सेही साहाय्यकारी
অর্থাৎ যে পবিত্র আত্মাকে পিতা ମୋ নামରେ প্রেরণ করিবে ସିଏ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ସେଠି ଲେଖା ଅଛି ହୋଲି ଘୋଷ୍ଟ ଘୋଷ୍ଟ जो शब्द इंग्रजी रे अछि ग्रीक भाषा रे ताकू मध्य आउ न्यूमा शब्द व्यवहार करछि गोटी आत्मा। हालेलुया। आत्मा रो आउ विभेद नै जो आत्मा यीशु को सात प्रकार आत्मा देले से गोटी आत्मा पुणी पिता को निकटरे समर्पण कले गोटी आत्मा प्रकाशित वाक्य ने देखुछु आ सिंहासन सम्मुख अवस्थित गोटी आत्मा पृथ्वी को प्रेरित सात प्रकार गोटी आत्मा पुणी पवित्र आत्मा पाइबा लोकमान मध्य गोटी आत्मा। आत्मारो झोल मोल एटी किछि नाही। तेनो जो माने हमें आत्मा पाउछु प्रभु यीशु पाइतबा आत्मारो प्रभु आमानकु बांटी 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 दउछथि। तेनु कहिले मोहर आत्मा तुम निकटरे समर्पण करूछि कारण तुम्हे आत्मा मानकर पिता जदि यीशु समर्पण न करिवे पवित्र आत्मा रूपरे पवित्र आत्मा आउ पृथ्वी को आसीबे नाही। जदि से आसीबे नाही आमे परभाषा करिबा नाही। जदि से आसीबे नाही आमनको वाक्य शिक्षा देबार सक्षमता आमे पाइबा नाही। जदि से आसीबे नाही मंडली गठन होई पारिबो नाही। जदि से आसीबे नाही आमे दुख रे ठिया होई पारिबा नाही। जदि से आसीबे नाही अपमान रे ठिया होई पारिबा नाही। जदि से आसीबे नाही ऐक्यता रहइबो नाही। जदि से आसीबे नाही आमे गोटे जगह रे ईश्वरଙ୍କର आराधना करि पारिबा। से आसिले गले समर्पण कले प्रेरण कले आसिले आम्भ मानव मध्यरे अवस्थान करिसंती। तेनु यीशु कहिले मु ए पिता मोर आत्मा तुम निकटरे समर्पण करूछि कारण तुम आत्मा मानकर पिता पुरी मु आसिला परे सेही आत्मा को आउ थरे पवित्र आत्मा रूपरे मंडली को प्रेरण केवल सुसमाचार मंडली स्थापन करिबा पाए शेष कथा गोटिए मंडली सुसमाचार कार्य जदि नाई शेष समय सेटा मंडली थी पारिबो नाही। तेणु प्रत्येक यूथ मानकु बाबा मानकु मां मानकु अनुरोध करछि सुसमाचार प्रचार रे व्यक्ति रखंतु प्रति रखंतु इंटरेस्ट होंतु जानतो बोले पैसा देंतु केले जान आपण निजे जानतु वाक्य ने बोले प्रभु दोटबा अथवा आपण व्यय करंतु जन को पठातो मंडली डिसाइड करो मिशनरी का में धिया करबा जोई नै एमिति अनेक मिशनरी का में धिया करबा आमी ईश्वर को वाक्य पाई पठेबा कारण वाक्य प्रचार करबा पाई मंडली स्थापन करबा पाई से पुनर्बार आपणार आत्मा को प्रेरण करछथि। एडी आइ घरे बसबा को एडी आसबा को घर को जीवा को पुला पुला टेकबा को बोली पवित्र आत्मा को से देई। हालेलुया हालेलुया। तेनु यीशु कहिले मु जाउछि आउ पठेबी मु आत्मा दउछि पिता तुमे पठाओ। ए सब भितरे कोन सुपर प्लान साइकिल प्रभु मंडली गठन पाई करिसंती। से सदा सर्वदा कहिले तुमे माने जाओ पिता पुत्र पवित्र आत्मा को नाम रे वाक्य प्रचार करो शिष्य करो बपतिस्म दियो जुग जुग पर्यंत मु तुम सहित प्रभु ए अल्प वाक्य रे हम समस्त को आशीर्वाद करतु। आमेन। ओडी में ठेगले